जय जगन्नाथ मु दिवाकर दास आपण मानक प्रणाम करुच्ची फेब्रुआरी मास कर्कट राशि व्यक्तिविशेष किभଳି कटिବ ଚାଲନ୍ତୁ ଆଲୋଚନା କରିବା ଏଇ कर्कट राशि व्यक्तिविशेष फेब्रुआरी मास ଆପଣଙ୍କର ଫେବୃଆରୀ 3 ରୁ 28 ତାରିଖ ପର୍ଯ୍ୟନ୍ତ ବୁଧ ରାହୁର ସଂଯୋଗ ରହିଛନ୍ତି। ଆପଣ ବାଣୀରେ ନିହାତି ଭାବରେ କଣ୍ଟ୍ରୋଲ ରଖନ୍ତୁ। ତା ସହିତ 2026 ମଧ୍ୟ ଆପଣଙ୍କର ସଫଳତାର ବର୍ଷ, କିନ୍ତୁ ଏଇ ଫେବୃଆରୀ ମାସ ଆପଣଙ୍କୁ ଟିକେ ଦ୍ୱନ୍ଦ୍ୱ ରହିଛି। କାହିଁକିନା କର୍କଟ ରାଶିର ବ୍ୟକ୍ତିବିଶେଷ ମାନେ ଆପଣଙ୍କର ଚନ୍ଦ୍ରମାର ପୂର୍ଣ୍ଣ ଜାଗରଣ ଯୋଗ ପାର୍ଟନର ସହିତ ବିଜନେସ୍ କଲାବେଳେ ଆପଣ ଦେଖି ଚାହିଁ ନିହାତି ଭାବରେ କରନ୍ତୁ। ତା ସହିତ କଷ୍ଟ ଦେଇଥିବା ଲୋକ ଆପଣଙ୍କର ପାଦ ନିହାତି ଭାବରେ ଧରିବ, ତେଣୁ ସେଥିପାଇଁ ଭୟଭୀତ ହୁଅନ୍ତୁ ନାହିଁ। ଆପଣଙ୍କର ବିଦ୍ୟାର୍ଥୀମାନେ କୃତକାର୍ଯ୍ୟ ହେବେ, ତ ଲଭ୍ ଲାଇଫ୍ର ଟେନସନ୍ ଆସିପାରେ। ତା ସହିତ ବୈବାହିକ ଜୀବନରେ ପରସ୍ପର ବୁଝାମଣା ଆପଣ ରକ୍ଷାକରଣ କରନ୍ତୁ। ଛୋଟ ଛୋଟ ଦିନ ଆପଣଙ୍କ ଲାଇଫକୁ ମଧ୍ୟ କଷ୍ଟ ଦେଇପାରେ। ସ୍ୱାସ୍ଥ୍ୟ ସେମିତି ଆପଣଙ୍କର କିଛି ନାହିଁ, କିନ୍ତୁ ଆପଣଙ୍କର ଯାହାକି ଅବହେଳା ଆପଣ କରନ୍ତି କର୍କଟ ରାଶି ବ୍ୟକ୍ତି ସ୍ୱାସ୍ଥ୍ୟ ପ୍ରତି ବହୁତ ଅବହେଳା କରନ୍ତି, ଜମା ବି କରନ୍ତୁ। ତା ସହିତ ବିଜନେସ୍ ଆପଣ ଦେଖି ଚାହିଁ ଧନ ଇନଭେଷ୍ଟ କରନ୍ତୁ। ମାର୍ଚ୍ଚ ପରେ ଆପଣଙ୍କର ବିଜନେସ୍ ବହୁତ ଭଲ ରହିବ, ତେଣୁ ସେଥିପାଇଁ ଟିକେ ରହିଯାଆନ୍ତୁ। ଏଇ ଫେବୃଆରୀ ମାସରେ ଆପଣଙ୍କର ମନେ ରଖିଥାନ୍ତୁ, ଆପଣ ଦୂରଯାତ୍ରା ଯୋଗ ମଧ୍ୟ ରହିଛି। ଆପଣ ପ୍ରତିକାର ସ୍ୱରୂପ ଦୁଇମୁଖୀ ରୁଦ୍ରାକ୍ଷ, ଯାହାକି ମାନସିକ ଶାନ୍ତି ଆପଣଙ୍କୁ ପ୍ରଦାନ କରିବ। ଚାରିମୁଖୀ ରୁଦ୍ରାକ୍ଷ ମଧ୍ୟ ଆର୍ଥିକ ସ୍ଥିତିକୁ ମଜବୁତ ରଖିବ, ଆପଣ ଧାରଣ କରିପାରିବେ। ତା ସହିତ ମଧ୍ୟ ଆପଣ ଉଠୁଥିବା ସୂର୍ଯ୍ୟକୁ ଜଳ ଚଳାନ୍ତୁ, ମହାଦେବଙ୍କର ଦର୍ଶନ କରନ୍ତୁ, ଯାହା ଆପଣଙ୍କୁ ବହୁ ସଫଳ ପ୍ରଦାନ କରିବେ। ଯଦି ଆପଣ ରୁଦ୍ରାକ୍ଷ ଦୁଇମୁଖୀ କିମ୍ବା ଚାରିମୁଖୀ ରୁଦ୍ରାକ୍ଷ ନେବା ପାଇଁ ଚାହାନ୍ତି, ସ୍କ୍ରିନରେ ଚାଲୁଥିବା ନମ୍ବରରେ କଲ୍ କରନ୍ତୁ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ଧନ ଅର୍ଜନେ ଧର୍ମ କରି ଧର୍ମେ ପ୍ରାପ୍ତ ନରହରି। ଯଦି ଆପଣମାନଙ୍କ ଧନ କୌଣସି ଗରିବ ଅସହାୟ ରୋଗୀମାନଙ୍କ ସେବାରେ ଲାଗିପାରିଲା, ଜାଣନ୍ତୁ ଆପଣଙ୍କର ରୋଜଗାର ସାର୍ଥକ ହେଇଗଲା, ଆପଣଙ୍କ ଧନର ମଧ୍ୟ ବହୁତ ମହତ୍ଵ ରହିଲା। ତ ଆଜି ଆପଣମାନେ ଯଦି ଚାହୁଁଛନ୍ତି ଆପଣଙ୍କର ସେଇ ଧନ ମହତ କାର୍ଯ୍ୟରେ ଲାଗୁ, ଯେମିତିକି ଆମେ ଗୋଟିଏ ଆମ୍ବୁଲାନ୍ସ କରିଛୁ, ଯେଉଁ ଆମ୍ବୁଲାନ୍ସ ପ୍ରତିଦିନ କିଛି ଅସହାୟ ରୋଗୀମାନଙ୍କୁ ମେଡ଼ିକାଲରେ ପହଞ୍ଚାଏ। କିଛି ଗରିବ ଅନାଥ ଶିଶୁମାନଙ୍କୁ ମଧ୍ୟ ଆମେ ବସ୍ତ୍ର ଦାନ କରୁ। କିଛି ରୋଗୀମାନଙ୍କ ପାଖରେ ପହଞ୍ଚୁ ଯେଉଁମାନେ ବହୁତ ରୋଗରେ ପୀଡ଼ିତ, ସେମାନଙ୍କ ପାଖରେ ଆମେ କିଛି ଅର୍ଥ ଆଉ ଗରିବ ଲୋକମାନଙ୍କୁ ସହାୟତା ପ୍ରଦାନ କରୁ। ଏ କିଛି ଦିନ ପୂର୍ବରୁ ଆପଣମାନେ ସହଯୋଗ କଲେ, ଆମେ ମଧ୍ୟ କିଛି କମ୍ବଳ ଅସହାୟମାନଙ୍କ ପାଖରେ ଯାଇ ପହଞ୍ଚି ବାଣ୍ଟିଥିଲୁ। ଆପଣଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ଧନ ଆମ ଦ୍ୱାରା କୌଣସି ମହତ କାର୍ଯ୍ୟରେ ଲାଗୁ, ତ ସ୍କ୍ରିନରେ ଚାଲିଥିବା ନମ୍ବରରେ ନିଶ୍ଚିନ୍ତ ଆପଣ କଲ୍ କରନ୍ତୁ। ଆଉ ଆପଣଙ୍କ ବିବାହ ବାର୍ଷିକରେ, ଆପଣଙ୍କ ପିଲାମାନଙ୍କ ଜନ୍ମରେ, ଶ୍ରାଦ୍ଧରେ ଯଦି ଆପଣ ଦାନ କରିବାକୁ ଚାହୁଁଛନ୍ତି, ଆପଣଙ୍କ ପୁଅ ନାମରେ, ଝିଅ ନାମରେ, ସ୍ତ୍ରୀ ନାମରେ ନିଶ୍ଚିନ୍ତ ଭାବରେ ଆପଣ ଦାନ କରିପାରିବେ। ସ୍କ୍ରିନରେ ଚାଲିଥିବା ନମ୍ବରରେ ଆପଣ କଲ୍ କରନ୍ତୁ, ଆମେ ଦେବୁ ଆପଣଙ୍କୁ ଫୋନ୍ ପେ ନମ୍ବର, ଯେଉଁ ଫୋନ୍ ପେ ନମ୍ବରରେ ଆପଣଙ୍କର ଦାନ ପହଞ୍ଚି ପାରିବ। ଆଉ ନିଶ୍ଚିନ୍ତ ଭାବରେ ଆପଣଙ୍କର ଦାନ କେଉଁ କାର୍ଯ୍ୟରେ ଲାଗୁଛି ତାର ମଧ୍ୟ ଭିଡ଼ିଓ କରି ଭାବ ଦିବାକର ଚ୍ୟାନେଲରେ ଆମେ ନିଶ୍ଚିନ୍ତ ଭାବରେ ପକେଇବୁ। ଆପଣ ଦେଖି ନିଶ୍ଚିନ୍ତ ଖୁସି ହେବେ। ତ ଆପଣଙ୍କ ପୁଅ ଝିଅ ବିବାହ ବାର୍ଷିକ ଜନ୍ମଦିନରେ ଯଦି ଆପଣ ଚାହୁଁଛନ୍ତି ଆପଣଙ୍କର ଦାନ ମହତ କାର୍ଯ୍ୟରେ ଲାଗୁ, ତ ସେଇ ଶୁଭ ଦିନ ମାନଙ୍କରେ ଆପଣ କଲ୍ କରି ଆମକୁ ଫୋନ୍ ପେ ନମ୍ବର ମାଗିପାରିବେ। ଆଉ ଆମ୍ଭେମାନେ ଆପଣଙ୍କୁ ଫୋନ୍ ପେ ନମ୍ବର ଦେବୁ, ଯେଉଁ ନମ୍ବରରେ ଆପଣ ସହଯୋଗ ରାଶି ପଠାଇ ପାରିବେ। ନିଶ୍ଚିନ୍ତ ଭାବରେ ଆପଣଙ୍କର ଧନର ସାର୍ଥକତା ହେବ।